ନିଶା ସେବନଠାରୁ ଯୁବବର୍ଗଙ୍କୁ ଦୂରେଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ପଦକ୍ଷେପ। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପର ଅଭିଯାନର କଲେ ଶୁଭାରମ୍ଭ। ସକାରାତ୍ମକ ସାମାଜିକ ପରିବର୍ତ୍ତନର ଦୂତ ହେବାକୁ ଦେଲେ ଆହ୍ୱାନ। ଯୁବବର୍ଗଙ୍କୁ ଶପଥ ନେବାକୁ ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ। ସାରା ଦେଶରେ ଜେନ୍ଜି ଚର୍ଚ୍ଚାରେ ଥିବାବେଳେ ଯୁବବର୍ଗଙ୍କ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ନିଶା କବଳରେ ପଡ଼ି ଯୁବପିଢ଼ି ଅବାଟରେ ଚାଲିଯାଉଥିବାରୁ ରୋକିବା ପାଇଁ ନିଶା ସେବନ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ନେଇଛନ୍ତି ଦୃଢ଼ ସଂକଳ୍ପ। ନିଶା ସେବନଠାରୁ ଯୁବବର୍ଗଙ୍କୁ ଦୂରେଇ ରଖିବା ସହ ବିକଶିତ ଭାରତ ନିର୍ମାଣ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡ଼ିଓ କନଫରେନ୍ସିଂରେ ଯୋଡ଼ି ହୋଇ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଯୁବପିଢ଼ିଙ୍କୁ ନିଜ ନିଜ କ୍ଷେତ୍ରରେ ସକାରାତ୍ମକ ସାମାଜିକ ପରିବର୍ତ୍ତନର ଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। କହିଛନ୍ତି, ନିଶା ଯୁବବର୍ଗଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥାଏ। ବହୁ ପରିବାର ଉଜୁଡ଼ି ଯାଇଥାଏ। ତେଣୁ ନିଶାଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ସାରା ଦେଶରେ ଯୁବପିଢ଼ିଙ୍କୁ ନିଶା ଅପବ୍ୟବହାର ବିରୁଦ୍ଧରେ ଏକତ୍ରିତ ହେବା ଉପରେ ଜୋର ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ନିଶାମୁକ୍ତ ଯୁବ ବିକଶିତ ଭାରତ ସଂକଳ୍ପ ଅଭିଯାନ। ଏହି ଅଭିଯାନର ଶୁଭାରମ୍ଭ ଅବସରରେ ରାଜ୍ୟପାଳ କ୍ରୀଡ଼ା, ଫିଟନେସ୍, ଯୋଗ, ସଂସ୍କାର ଓ ସମାଜସେବାକୁ ନିଶାର ଶ୍ରେଷ୍ଠ ବିକଳ୍ପ ଭାବେ ବାଛିନେବାକୁ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଯୁବପିଢ଼ି ନିଶା ପରିବର୍ତ୍ତେ ଖେଳ ପଡ଼ିଆକୁ ଆପଣେଇ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଯୁବବର୍ଗଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ କୌଣସି ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ। ଆଗାମୀ 100 ସପ୍ତାହ ଚାଲିବାକୁ ଥିବା ଏକ ବ୍ୟାପକ ସାମାଜିକ ଜନ ଆନ୍ଦୋଳନ। ସମସ୍ତ ଯୁବବର୍ଗଙ୍କୁ ଏସେଇ ନୋ ଟୁ ଡ୍ରଗ୍ସ ଶପଥ ନେଇ ନିଜକୁ ନର୍କରୁ ନିଶାଠାରୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ କୌଣସି ବି ଅଞ୍ଚଳରେ ସନ୍ଦେହଜନକ ନିଶା କାରବାର ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଅଭିଯାନର ଶୁଭାରମ୍ଭ ଦିନରେ ଦେଶର ପ୍ରାୟ ଲକ୍ଷ ଲକ୍ଷ ଯୁବବର୍ଗ ଯୋଡ଼ି ହୋଇ ନିଶାମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନେଇଛନ୍ତି।